ଆଜି ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଯାହା ଘଟିଲା ତାହା କ୍ରିକେଟ ଜଗତକୁ ଦୋହଲାଇ ଦେଇଛି। ଗୋଟିଏ ପଟେ ଏମିତି ବଡ଼ ରନ୍ର ପାହାଡ଼ ଯାହା ଦେଖି ବିଶ୍ୱର ବଡ଼ ବଡ଼ ଟିମ୍ ଗୁଡ଼ିକ ବି ଭୟଭୀତ ହୋଇଛି, ଆଉ ଅନ୍ୟପଟେ ଏକ ଛୋଟ ଟିମ୍ର ସେହି ଜିଗର ଯାହା କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତି ନେଇଛି। ଭାରତ ଓ ଜିମ୍ବାବ୍ୱେ ମଧ୍ୟରେ ଖେଳାଯାଇଥିବା ଏହି ସୁପର 8 ମ୍ୟାଚ୍ ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମା ଓ ହାର୍ଦ୍ଦିକ ପାଣ୍ଡିଆ ତୁଫାନି ଅର୍ଦ୍ଧଶତକ ବଳରେ 256 ରନ୍ର ବିଶାଳ ସ୍କୋର କରିଥିଲେ। ଲକ୍ଷ୍ୟ ଏତେ ବଡ଼ ଥିଲା ଯେ ଜିମ୍ବାବ୍ୱେର ପରାଜୟ ପ୍ରଥମ ବଲ୍ରୁ ହିଁ ନିଶ୍ଚିତ ଲାଗୁଥିଲା, କିନ୍ତୁ ବ୍ରାୟାନ୍ ବେଟନେଙ୍କ 78 ରନ୍ର ସାହସୀ ଇନିଂସ ଓ କ୍ୟାପ୍ଟେନ୍ ସିକନ୍ଦର ରାଜାଙ୍କ ସଂଘର୍ଷ ଏହି ମ୍ୟାଚ୍କୁ ଜୀବନ୍ତ କରିଦେଇଥିଲା। ଯଦିଓ ଶେଷରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ବଡ଼ ବ୍ୟବଧାନରେ ଜିତିଥିଲା, କିନ୍ତୁ ମ୍ୟାଚ୍ ଶେଷ ହେବା ପରେ ଯେଉଁ ଦୃଶ୍ୟ ଦେଖାଯାଇଥିଲା ତାହା ସମସ୍ତଙ୍କୁ କାନ୍ଦିବାକୁ ବାଧ୍ୟ କରିଦେଇଥିଲା। ମ୍ୟାଚ୍ ଶେଷ ହେବା ମାତ୍ରେ ଜିମ୍ବାବ୍ୱେର କ୍ୟାପ୍ଟେନ୍ ସିକନ୍ଦର ରାଜା ମଇଦାନ ଉପରେ ବସିପଡ଼ିଥିଲେ ଓ ତାଙ୍କ ଆଖିରୁ ଲୁହ ଝରିପଡ଼ିଥିଲା ଏବଂ ଏହି ଲୁହ ପରାଜୟ ନୁହେଁ, ବରଂ ସେହି ଅସହାୟତା ଥିଲା ଯେ ନିଜର ପୁରା ଜାନ୍ ଜିଗର ଲଗାଇବା ପରେ ବି ସେ ନିଜ ଟିମ୍କୁ ସେହି ବିଜୟ ଦେଇପାରିନଥିଲେ। ପ୍ରେଜେଣ୍ଟେସନ୍ ସେରିମନିରେ ଆସିବା ବେଳକୁ ରାଜାଙ୍କ ଗଳା ଭରି ଆସିଥିଲା। ଆସନ୍ତୁ ଆପଣଙ୍କୁ ଶୁଣାଇବୁ ସିକନ୍ଦର ରାଜାଙ୍କ ସେହି ଭାବୁକ ବୟାନରେ ସ୍ପିଚ୍, ଯାହା ସେ ନିଜର ପରାଜୟ ଓ ଭାରତ ମହତ୍ତ୍ୱ ଉପରେ କରିଥିଲେ, ଯାହା ଶୁଣିଲା ପରେ ଆପଣ ତାଙ୍କୁ ସଲାମ କରିବେ। ତେବେ ସିକନ୍ଦର ରାଜା କମ୍ପୁଥିବା ସ୍ୱରରେ କହିଥିଲେ ଯେ ଆଜି ମୁଁ ବହୁତ ଭାଙ୍ଗି ଯାଉଥିବା ଅନୁଭବ କରୁଛି, କିନ୍ତୁ ମୋର ମୁଣ୍ଡ ଗର୍ବରେ ଉଚ୍ଚ ରହିଛି। ଯେତେବେଳେ ଆପଣ ସ୍କୋରବୋର୍ଡର 256 ରନ୍ ଦେଖନ୍ତି, ତେବେ ଅଧା ଭାଗରୁ ଅଧିକ ମ୍ୟାଚ୍ ଆପଣ ସେଠାରେ ହିଁ ହାରିଯାଆନ୍ତି, କିନ୍ତୁ ମୋର ଟିମ୍ ତାରକାମାନେ ପରାଜୟ ମାନିନଥିଲେ। ବ୍ରାୟାନ୍ ବେନେଟ୍ ଯେଉଁଭଳି ବିଶ୍ୱସ୍ତରୀୟ ବୋଲରମାନଙ୍କୁ ସାମ୍ନା କରିଥିଲେ, ତାହା ମୋତେ ବିଶ୍ୱାସ ଦେଇଥିଲା ଯେ ଜିମ୍ବାବ୍ୱେ କ୍ରିକେଟ ଭବିଷ୍ୟତ ସୁରକ୍ଷିତ ଅଛି। ଆମେ ଜାଣିଥିଲୁ ଯେ ଭାରତ ଏକ ବହୁତ ବଡ଼ ଟିମ୍, କିନ୍ତୁ ଆଜି ସେମାନେ ଆମକୁ ଶିଖାଇଦେଲେ ଯେ ଚାମ୍ପିୟନ ଭଳି କିପରି ଖେଳାଯାଏ। ସିକନ୍ଦର ରାଜା ଆହୁରି ମଧ୍ୟ ଭାରତର ପ୍ରଶଂସା କରି କହିଛନ୍ତି ଯେ ଭାରତୀୟ ଟିମ୍ ଏବେ ଅନ୍ୟ ଗ୍ରହର ଭଳି କ୍ରିକେଟ ଖେଳୁଛି। ଅଭିଷେକ ଶର୍ମା ଓ ତିଲକ ବର୍ମା ଭଳି ଯୁବକମାନଙ୍କୁ ଖେଳୁଥିବା ଦେଖି ଏପରି ଲାଗୁନି ଯେ ଏମାନେ ନୂଆ ଖେଳାଳି। ହାର୍ଦ୍ଦିକ ପାଣ୍ଡିଆଙ୍କ କଥା କହିଲେ ବି ନ ସତ୍ୟ। ଭାରତ ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ସିଷ୍ଟମ। ଯେତେବେଳେ ରୋହିତ ଶର୍ମା ଓ ବିରାଟ କୋହଲି ଭଳି ବଡ଼ ନାମ ନଥାଏ, ତଥାପି ସେମାନଙ୍କ ପାଖରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡିଆ ଓ ବୁମ୍ରାଙ୍କ ଭଳି ମ୍ୟାଚ୍ ୱିନର ରହିଛନ୍ତି। ଜସପ୍ରୀତ ବୁମ୍ରାଙ୍କ ସେହି ୟର୍କର ଓ ହରଦୀପ ସିଂଙ୍କ ଚତୁରତାର ଆମ ପାଖରେ କୌଣସି ଜବାବ ନଥିଲା। ଭାରତ ବିପକ୍ଷରେ ଖେଳିବା ସର୍ବଦା ଏକ ଚ୍ୟାଲେଞ୍ଜ ରହିଆସିଛି, କିନ୍ତୁ ଆଜି ସେମାନେ ଆମକୁ ଆମର ଔକାତ ଓ କ୍ରିକେଟ ଦର ମଧ୍ୟରେ ଥିବା ଅନ୍ତର ବୁଝାଇ ଦେଇଛନ୍ତି। ଆହୁରି ମଧ୍ୟ ଦୁଃଖଭରା ସ୍ୱରରେ ସିକନ୍ଦର ରାଜା ଭାରତୀୟ ଫ୍ୟାନ୍ସ ଓ ଟିମ୍ ଇଣ୍ଡିଆର ବ୍ୟବହାର ଉପରେ କହିଥିଲେ। ମ୍ୟାଚ୍ ପରେ ସୂର୍ଯ୍ୟ ଭାଇ ଓ ହାର୍ଦ୍ଦିକ ପାଣ୍ଡିଆ ମୋ ପାଖକୁ ଆସିଥିଲେ। ସେମାନେ ମୋତେ ଆଲିଙ୍ଗନ କରି ମୋ ଖେଳର ପ୍ରଶଂସା କରିଥିଲେ। ଏହା ହିଁ ଭାରତୀୟ କ୍ରିକେଟର ସୌନ୍ଦର୍ଯ୍ୟ। ମଇଦାନରେ ସେମାନେ ନିର୍ଦ୍ଦୟ ହୁଅନ୍ତି, କିନ୍ତୁ ମଇଦାନ ବାହାରେ ସେମାନେ ସବୁଠାରୁ ବଡ଼ ମଣିଷ। ସୂର୍ଯ୍ୟ ଭାଇ ମୋତେ କହିଥିଲେ ଯେ ରାଜା ହାର ମାନି, ତୁମେ ବହୁତ ଭଲ ଖେଳୁଛ, ତୁମ ଟିମ୍ ଭଲ ଲଢ଼ୁଛି। ଏହି ଶବ୍ଦଗୁଡ଼ିକ ମୋ ପାଇଁ କୌଣସି ଟ୍ରଫିଠାରୁ ବଡ଼ ନଥିଲା। ଭାରତ କେବଳ ମଇଦାନରେ ଜିତୁ ନାହିଁ, ବରଂ ସେମାନଙ୍କ ବ୍ୟବହାରରେ ସମଗ୍ର ବିଶ୍ୱରେ ହୃଦୟ ଜିତୁଛି। ମୋର ପୁରା ବିଶ୍ୱାସ ଅଛି ଯେ ଏହି ବର୍ଷ ୱାର୍ଲଡ କପ୍ର ଟ୍ରଫି ସୂର୍ଯ୍ୟ ଓ ତାଙ୍କ ଟିମ୍ ହାତରେ ହିଁ ରହିବ। ସମସ୍ତେ ସିକନ୍ଦର ରାଜାଙ୍କ ଏହି ବୟାନ ଦର୍ଶାଉଛି ଯେ କ୍ରିକେଟ କେବଳ ଏକ ଖେଳ ନୁହେଁ, ବରଂ ଭାବନାର ସମୂହ। ଗୋଟିଏ ପଟେ ଭାରତର ଶାନଦାର ବିଜୟ ଓ ଅନ୍ୟପଟେ ଜିମ୍ବାବ୍ୱେର ସେହି ସଂଘର୍ଷ, ଯାହା ହାରିବା ପରେ ବି ସମସ୍ତଙ୍କ ହୃଦୟ ଜିତି ନେଇଛି। ସିକନ୍ଦର ରାଜାଙ୍କ ଏହି କଥା ଓ ଭାରତର ଏହି ଅତୁଳନୀୟ ବିଜୟ ଉପରେ ଆପଣଙ୍କର କ'ଣ ମତ? ଆପଣଙ୍କୁ କ'ଣ ଲାଗୁଛି? ଟିମ୍ ଇଣ୍ଡିଆ ଏଥର ଫାଇନାଲ ଜିତିପାରିବ କି ନାହିଁ? କମେଣ୍ଟ ମାଧ୍ୟମରେ ଆପଣଙ୍କ ମତ ନିଶ୍ଚିତ ଲେଖନ୍ତୁ ଏବଂ ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ୍ ଏବଂ ସେୟାର କରିଦିଅନ୍ତୁ ଏବଂ ଯଦି ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ପୁଣି ଦେଖା ହେବ ଆଉ ଗୋଟିଏ ଶାନଦାର ଅଧ୍ୟାୟରେ। ଜୟ ହିନ୍ଦ, ଜୟ ଭାରତ।